ସମ୍ବଲପୁର କପ୍ ଆସନ୍ତା 24 ତାରିଖରୁ ଆରମ୍ଭ ହବ ମାର୍ଚ୍ଚ 3 ତାରିଖ ପର୍ଯ୍ୟନ୍ତ। এই ଜାଗାରେ ଆମର ଭାରତ ବର୍ଷର ବଛା ବଛା ଦଳ ଭାଗ ନେଉଛନ୍ତି। ତା ଭିତରେ ବମ୍ବେ ଅଛି, ତା ଭିତରେ କେରଳା ଅଛି, ତା ଭିତରେ ଝାଡ଼ଖଣ୍ଡ ଅଛି, ତାପରେ ଆମର ବେଙ୍ଗଲର ଟିମ୍ ଅଛନ୍ତି। ଓଡ଼ିଶାର ଯୋଡ଼େ ଯେଟା ଓଡ଼ିଶାର ସନ୍ତୋଷ ଟ୍ରଫି ସେ ଅଛି, ଆଉ ଗୋଟେ ସମ୍ବଲପୁର। ଏଇଟା ଆମେ ପାରୁ ପର୍ଯ୍ୟନ୍ତ ଏ ଟିମ୍ କୁ ଭଲ କରିପାରୁ, ମ୍ୟାଚ୍ କୁ ସୁସଂଗଠିତ ଭାବରେ କରିବାର ଲାଗି ଚାହୁଁଛୁ। ଆଉ ଆପଣ ଜାଣିକରି ଖୁସି ହେବେ, ଏଇଟା ପ୍ରଥମ ଥର ଲାଗି ଫ୍ଲଡ୍ ଲାଇଟ୍ ଫାର୍ଷ୍ଟ ହାଫ୍ ସନଲାଇଟ୍ ରେ ଖେଳା ହବ, ସେକେଣ୍ଡ ହାଫ୍ ଫ୍ଲଡ୍ ଲାଇଟ୍। ଆଉ ସମ୍ବଲପୁର ଏଇଟା ଫାର୍ଷ୍ଟ ଟାଇମ୍ ଲାଗି ଆଉ ଆମର 2 ତାରିଖ ଦିନ ଗୋଟେ ମହିଳା ପ୍ରଦର୍ଶନୀ ଓଡ଼ିଶା ଆଉ ବେଙ୍ଗଲ ଭିତରେ ତ ଦିନ ଥିଲା ସମ୍ବଲପୁର ଡିଷ୍ଟ୍ରିକ୍ଟ ମହିଳା ଫୁଟବଲର ଚାମ୍ପିୟନ ଥିଲା। ଭାରତ ବର୍ଷକୁ ଆମେ 3-4ଟା ଖେଳାଳି ଦେଇଛୁ, ଦଲି ମୁଣ୍ଡାଠୁ ଆରମ୍ଭ କରି ଇନ୍ଦିରା ମୁଣ୍ଡା ପର୍ଯ୍ୟନ୍ତ। ତ ଆମେ ଚାହୁଁଛୁ ପୁନର୍ବାର ଆମର ସମ୍ବଲପୁର ଟିମ୍ ପୁଣି ଥରେ ଉଠୁ ଆଉ ଜାତୀୟ ସ୍ତରରେ ଏବଂ ଆନ୍ତର୍ଜାତିକ ସ୍ତରରେ ମହିଳା ଫୁଟବଲକୁ ପୁଣି ଥରେ ମିଳୁ ଏବଂ ପୁରୁଷ ଫୁଟବଲ ଯେଟା ଆମର ମେଲ୍ ଫୁଟବଲ ବି ସମ୍ବଲପୁରର ଜାଗା ଗୋଟେ ସ୍ୱତନ୍ତ୍ର ଜାଗା ରହିଛି। ଆମେ ଆମର କ୍ଲବ ଯିଏକି ଜାତୀୟ ବି ଡିଭିଜନରେ ଖେଳୁଥିଲା, ଓଡ଼ିଶାର କୌଣସି ଦଳ କେବେ ବି ବି ଡିଭିଜନ ପର୍ଯ୍ୟନ୍ତ ଯାଇନି। ତ ଆମେ ଚାହୁଁଛୁ ପୁନର୍ବାର ଫୁଟବଲ କୁ ଆମର ଫୁଟବଲ ଦଳକୁ ବି ତାର ଶକ୍ତି ବୃଦ୍ଧି କରିବାର ଲାଗି, ଯେମିତି ଆମେ ବହୁତ ଜଲ୍ଦି ଆମେ 1 ନମ୍ବର ଡିଭିଜନରେ ଖେଳି ପାରିବୁ, ତାର ଆମେ ଚିନ୍ତା କରୁଛୁ। ବିଦେଶୀ ଖେଳାଳି ବି 3 ଜଣ ଆମର ଭିତରେ ଆମର କ୍ଲବରେ ଅଛନ୍ତି, କାରଣ ସର୍ବଭାରତୀୟ ଫୁଟବଲ ସଂଘ ଯୋଉ ଅଛି ତାର ନିୟମ ଅନୁସାରେ ଆମେ 3ଟା ବିଦେଶୀ ଖେଳାଳି କୋଉ ଦଳ ମାନେ ଆସିବେ ଓଡ଼ିଶା ବାହାରୁ, ଆଉ ପୁରସ୍କାର ରାଶି କଣ ରହିଛି? ଶୁଣନ୍ତୁ, ଦଳ ତ ଆପଣ ମାନଙ୍କୁ କହିସାରିଛି ଯେ ରାଞ୍ଚିରୁ ଗୋଟେ ଦଳ ଆଇବ, ତାପରେ କଲିକତାରୁ 2ଟା ଦଳ ଆସୁଛି, ବମ୍ବେରୁ ଗୋଟେ ଦଳ ଆସୁଛି, ଆଉ ହାଇଦ୍ରାବାଦରୁ ଗୋଟେ ଦଳ ଆସୁଛି, କେରଳରୁ ଗୋଟେ ଦଳ। ପୁରସ୍କାର 6ଟା ଦଳ ଓଡ଼ିଶା ବାହାରର ଏବଂ 2ଟା ଦଳ ଓଡ଼ିଶା ଭିତର। ଓଡ଼ିଶା ଭିତରରେ ସ୍ଥାନୀୟ ଲୋକାଲ ସମ୍ବଲପୁର ଫୁଟବଲ ଏକାଡେମୀ ଜଏନ୍ କରିଛି ଏବଂ ଓଡ଼ିଶା ଫୁଟବଲ ସନ୍ତୋଷ ଟ୍ରଫି ଟିମ୍ଟା ଯୋଗଦାନ ଏବଂ ଯେ ଚମ୍ପିୟନ ହବ ତାର ପ୍ରାଇଜ ମନି ହେଲା 3 ଲାख, ଆଉ ଯେ ରନର୍ସ ହବ ତାର 2 लाख। ମାଗଣା ନା ଟିକେଟେଡ ଶୋ ହବ ନା? ନାଇଁ, ଟିକେଟେଡ ଶୋ ନାଇଁ, ପୁରା ମାଗଣା, ଫ୍ରି ଏଣ୍ଟ୍ରି, ଫ୍ରି ଏଣ୍ଟ୍ରି ଫ୍ରି। ପାସ୍ ବି ଆମେ କରିନାହିଁ, ସମସ୍ତଙ୍କୁ ଆମେ ମାନେ ସମ୍ବଲପୁରବାସୀ ତଥା ସମଗ୍ର ଯୋଉମାନେ ଫୁଟବଲ ପ୍ରେମୀ ସମସ୍ତଙ୍କୁ ମାଗଣାରେ ଆମେ ଜିଲ୍ଲା ଟ୍ରଫି